ଝିଅସୁଅ 16 ପର୍ବ। ପୂର୍ବ ଦିଗ ସ୍ଥିତ ଜିରିହ ଜଳ ନିକଟବର୍ତ୍ତୀ ଜିରିହ ସନ୍ନିକଟ ଜର୍ଦ୍ଦନ ଅବଧି ଜିରିହଠାରୁ ପର୍ବତମୟ ଦେଶ ଦେଇ ବୈଥେଲ ଊର୍ଦ୍ଧ୍ୱଗାମୀ ପ୍ରାନ୍ତର ଯୋସେଫ ସନ୍ତାନମାନଙ୍କର ବାଣ୍ଟ ହେଲା। ତହୁଁ ସେ ସୀମା ବୈଥେଲଠାରୁ ଲୁଜ୍କୁ ଗଲା ଓ ଅର୍କୀୟ ସୀମା ଦେଇ ଅଟାରତକୁ ଗଲା। ପୁଣି ପଶ୍ଚିମ ଦିଗରେ ଜାଫଲେଟୀୟ ସୀମା ଆଡ଼େ ନିମ୍ନଗାମୀ ବୈଥାରଣର ସୀମା ଓ ରେସର ପର୍ଯ୍ୟନ୍ତ ଗଲା ଓ ତହିର ପ୍ରାନ୍ତ ଭାଗ ସମୁଦ୍ରରେ ଥିଲା। ଏହି ରୂପେ ଯୋସେଫର ସନ୍ତାନ ମନସୀ ଓ ଇଫ୍ରିୟମ୍ ଆପଣା ଆପଣା ଅଧିକାର ଗ୍ରହଣ କଲେ। ଆପଣା ଆପଣା ବଂଶ ଅନୁସାରେ ଇଫ୍ରିୟମ୍ ସନ୍ତାନଗଣର ସୀମା ଏ ରୂପେ ଥିଲା। ପୂର୍ବ ଦିଗରେ ଉଚ୍ଚତର ବୈଥାରଣ ପର୍ଯ୍ୟନ୍ତ ଅଟାରତ ଅର୍ଦ୍ଦର ସେମାନଙ୍କର ଅଧିକାରର ସୀମା ହେଲା। ତହୁଁ ସେ ସୀମା ପଶ୍ଚିମ ଦିଗରେ ମିକ୍ ମଥତ ଉତ୍ତରରେ ବାହାରିଗଲା। ସେଠାରୁ ସେ ସୀମା ପୂର୍ବ ଦିଗ ବୁଲି ତାନତ ଶିଲୋ ପର୍ଯ୍ୟନ୍ତ ତହିଁ ନିକଟ ଦେଇ ଯାଇ ପୂର୍ବ ଦିଗରେ ଜାନହକୁ ଗଲା। ପୁଣି ଜାନହଠାରୁ ଅଟାରତ ଓ ନାରତ ହୋଇ ଜିରିହ ପର୍ଯ୍ୟନ୍ତ ଯାଇ ଜର୍ଦ୍ଦନରେ ବାହାରିଲା। ତହୁଁ ସେ ସୀମା ତପୁହଠାରୁ ପଶ୍ଚିମ ଦିଗ ହୋଇ କାନ୍ନା ନଦୀ ଦେଇ ଗଲା ଓ ତହିଁର ପ୍ରାନ୍ତ ଭାଗ ସମୁଦ୍ରରେ ଥିଲା। ଆପଣା ଆପଣା ବଂଶାନୁସାରେ ଇଫ୍ରିୟମ୍ ସନ୍ତାନମାନଙ୍କର ବଂଶର ଏହି ଅଧିକାର। ଏହାଛଡ଼ା ମନସୀ ସନ୍ତାନଗଣର ଅଧିକାର ମଧ୍ୟରେ ଇଫ୍ରିୟମ୍ ସନ୍ତାନଗଣର ପୃଥକ ସ୍ଥିତ ଗ୍ରାମ ସମେତ ନାନା ନଗର ଥିଲା। ମାତ୍ର ସେମାନେ ଗେସରବାସୀ କିଣାନୀୟମାନଙ୍କୁ ତଡ଼ିଦେଲେ ନାହିଁ। ତେଣୁ କିଣାନୀୟମାନେ ଆଜି ପର୍ଯ୍ୟନ୍ତ ଇଫ୍ରିୟମ୍ ମଧ୍ୟରେ ବାସ କରି ସେମାନଙ୍କର ବେଠି କର୍ମ କରି ଦାସ ହୋଇ ରହିଅଛନ୍ତି। ଝିଅସୁଅ 17 ପର୍ବ। ମନସୀ ବଂଶର ଏହି ବାଣ୍ଟ। ଯେହେତୁ ସେ ଯୋସେଫର ଜ୍ୟେଷ୍ଠ ପୁତ୍ର ଥିଲା। ଗିଲିୟଦର ପିତା ମନସୀର ଜ୍ୟେଷ୍ଠ ପୁତ୍ର ମାଖିର ଯୋଦ୍ଧା ହେବା ହେତୁରୁ ଗିଲିୟଦ ଓ ବାସନ ପାଇଥିଲା। ମନସୀର ଅବଶିଷ୍ଟ ସନ୍ତାନମାନଙ୍କର ଆପଣା ଆପଣା ବଂଶ ଅନୁସାରେ ବାଣ୍ଟ ହେଲା, ଯଥା ଅବିଏସର ସନ୍ତାନଗଣ, ହେଲଗ ସନ୍ତାନଗଣ, ଅସ୍ରିଏଲ ସନ୍ତାନଗଣ ଓ ସେଖମ ସନ୍ତାନଗଣ ଓ ହେଫର ସନ୍ତାନଗଣ ଓ ସମିବ୍ଦା ସନ୍ତାନଗଣ ନିମନ୍ତେ ବାଣ୍ଟ ହେଲା। ଏମାନେ ଆପଣା ଆପଣା ବଂଶ ଅନୁସାରେ ଯୋସେଫର ପୁତ୍ର ମନସୀର ପୁତ୍ର ସନ୍ତାନ ଥିଲେ। ମାତ୍ର ମନସୀର ବୃଦ୍ଧ ପୌପୁତ୍ର, ମାଖିରର ପୌପୁତ୍ର, ଗିଲିୟଦର ପୌତ୍ର, ହେଫରର ପୁତ୍ର, ସଲଫାଦର ପୁତ୍ର ସନ୍ତାନ ନଥିଲେ। କେବଳ କେତେକ କନ୍ୟା ଥିଲେ। ତାର କନ୍ୟାଙ୍କ ନାମ ହେଲା ମହଲା ଓ ନୋୟା ଓ ହଗଲା ଓ ମିଲ୍କା ଓ ତିର୍ସା। ଏମାନେ ଇଲିଆସର ଯାଜକ ଓ ନୁନର ପୁତ୍ର ଝିଅସୁଅ ଓ ଅଧ୍ୟକ୍ଷମାନଙ୍କ ନିକଟକୁ ଆସି କହିଲେ, ଆମ୍ଭମାନଙ୍କର ଭାତୃଗଣ ମଧ୍ୟରେ ଆମ୍ଭମାନଙ୍କୁ ଏକ ଅଧିକାର ଦେବାକୁ ସଦାପ୍ରଭୁ ମୋଶାଙ୍କୁ ଆଜ୍ଞା ଦେଇଥିଲେ। ଏହେତୁ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସେ ସେମାନଙ୍କ ପିତାର ଭାତୃଗଣ ମଧ୍ୟରେ ସେମାନଙ୍କୁ ଏକ ଅଧିକାର ଦେଲେ। ଏଣୁ ଜର୍ଦ୍ଦନର ସେପାରିସ୍ଥିତ ଗିଲିୟଦ ଓ ବାସନ ଛଡ଼ା ମନସୀର ବାଣ୍ଟରେ 10 ଅଂଶ ପଡ଼ିଲା। କାରଣ ମନସୀର କନ୍ୟାମାନେ ତାହାର ପୁତ୍ରମାନଙ୍କ ମଧ୍ୟରେ ଅଧିକାର ପାଇଲେ। ପୁଣି ଗିଲିୟଦ ଦେଶ ମନସୀର ଅବଶିଷ୍ଟ ପୁତ୍ରମାନଙ୍କର ହେଲା। ମନସୀର ସୀମା ଆଶ୍ରେରଠାରୁ ସିକିମ୍ ସମ୍ମୁଖ ସ୍ଥିତ ମିକ୍ ମଥତ ପର୍ଯ୍ୟନ୍ତ ଥିଲା। ତହୁଁ ସେ ସୀମା ଦକ୍ଷିଣ ଦିଗ ହୋଇ ଏନ୍ ତପୁହ ନିବାସୀମାନଙ୍କର ନିକଟ ପର୍ଯ୍ୟନ୍ତ ଗଲା। ତପୁହ ଦେଶ ମନସୀର ହେଲା। ମାତ୍ର ମନସୀର ସୀମାନ୍ତଗତ ତପୁହ ନଗର ଇଫ୍ରିୟମ୍ ସନ୍ତାନଗଣର ହେଲା। ପୁଣି ସେହି ସୀମା କାନ୍ନା ନଦୀ ଆଡ଼କୁ ଗଡ଼ି ସେହି ନଦୀର ଦକ୍ଷିଣକୁ ଗଲା। ମନସୀର ସକଳ ନଗର ମଧ୍ୟରେ ଏସବୁ ନଗର ଇଫ୍ରିୟମର ଥିଲା। ମନସୀର ସୀମା ନଦୀର ଉତ୍ତର ଦିଗରେ ଥିଲା ଓ ତହିଁର ଅନ୍ତଭାଗ ସମୁଦ୍ରରେ ଥିଲା। ଦକ୍ଷିଣ ଦିଗ ଇଫ୍ରିୟମ୍ ଓ ଉତ୍ତର ଦିଗ ମନସୀର ଥିଲା ଓ ସମୁଦ୍ର ତାହାର ସୀମା ଥିଲା। ପୁଣି ତାହା ଉତ୍ତର ଦିଗରେ ଆସେର ପର୍ଯ୍ୟନ୍ତ ଓ ପୂର୍ବ ଦିଗରେ ଇସାଖର ପର୍ଯ୍ୟନ୍ତ ଗଲା। ପୁଣି ଇସାଖର ଓ ଆସେର ମଧ୍ୟରେ ବୈତ୍ସାନ ଓ ତହିଁର ଉପନଗର, ଜିବ୍ଲିୟମ ଓ ତହିଁର ଉପନଗର, ଦୌର ଓ ତହିଁର ଉପନଗର ନିବାସୀଗଣ, ଐନ୍ଦୋର ଓ ତହିଁର ଉପନଗର ନିବାସୀଗଣ, ତାନକ ଓ ତହିଁର ଉପନଗର ନିବାସୀଗଣ, ମଗିଦ୍ଦୋ ଓ ତହିଁର ଉପନଗର ନିବାସୀଗଣ, ଏ 3 ଉପପର୍ବତ ମନସୀ ପାଇଲା। ତଥାପି ମନସୀର ସନ୍ତାନଗଣ ସେସବୁ ନଗରବାସୀମାନଙ୍କୁ ତଡ଼ି ଦେଇ ପାରିଲେ ନାହିଁ। ତେଣୁ କିଣାନୀୟ ଲୋକମାନେ ସେହି ଦେଶରେ ବାସ କରିବାକୁ ମନସ୍ଥ କଲେ। ଏଉତାରେ ଇସ୍ରାଏଲ ସନ୍ତାନଗଣ ପରାକ୍ରାନ୍ତ ହୁଅନ୍ତେ କିଣାନୀୟମାନଙ୍କୁ ବେଠି କର୍ମରେ ରଖିଲେ। ମାତ୍ର ନିଶେଷ ରୂପେ ସେମାନଙ୍କୁ ତଡ଼ିଦେଲେ ନାହିଁ। ଏଉତାରେ ଯୋସେଫ ସନ୍ତାନଗଣ ଝିଅସୁଅଙ୍କ ନିକଟକୁ ଆସି କହିଲେ,
ତୁମ୍ଭେ ଅଧିକାରାର୍ଥେ ଆମ୍ଭକୁ କେବଳ ଏକ ବାଣ୍ଟ ଓ ଏକ ଅଂଶ କାହିଁକି ଦେଲ? ଆଜି ପର୍ଯ୍ୟନ୍ତ ସଦାପ୍ରଭୁ ଆଶୀର୍ବାଦ କରିବାରୁ ଆମ୍ଭେ ତ ବହୁ ପ୍ରଜା ହୋଇଅଛୁ। ତହିଁରେ ଯୀହୋଶୁଆ ସେମାନଙ୍କୁ କହିଲେ, ତୁମ୍ଭେ ଯେବେ ବହୁ ପ୍ରଜା ହୋଇଅଛ ଓ ତହିଁ ସକାଶୁ ଯେବେ ଇଫ୍ରେମର ପର୍ବତମୟ ଦେଶ ତୁମ୍ଭ ପାଇଁ ସଂକୀର୍ଣ୍ଣ ହେଉଅଛି, ତେବେ ସେହି ବନକୁ ଉଠିଯାଅ, ଆଉ ସେଠାରେ ପିରିସିୟ ଓ ରଫାଇୟମାନଙ୍କର ଦେଶରେ ଆପଣା ପାଇଁ ବନ କାଟ। ତହିଁରେ ଯୋସେଫର ସନ୍ତାନଗଣ କହିଲେ, ଏହି ପର୍ବତମୟ ଦେଶ ଆମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ନୁହେଁ। ପୁଣି ତଳଭୂମିରେ ବିଶେଷତଃ ବୈତ୍ସାନର ତହିଁ ଉପରେ ଉପନଗରମାନରେ ଓ ଜିସ୍ରିଏଲର ତଳଭୂମିରେ ଯେସବୁ କିଣାଣିଆ ଲୋକ ବାସ କରନ୍ତି, ସେମାନଙ୍କର ଲୌହ ରଥ ଅଛି। ତହିଁରେ ଯୀହୋଶୁଆ ଯୋସେଫଙ୍କର ବଂଶ ଇଫ୍ରେମ ଓ ମନିଷୀକି କହିଲେ, ତୁମେ ବହୁ ପ୍ରଜ ଓ ତୁମ୍ଭର ମହାପରାକ୍ରମ ଅଛି। ତୁମେ କେବଳ ଏକ ବାଣ୍ଟ ପାଇବ ନାହିଁ, ମାତ୍ର ପର୍ବତମୟ ଦେଶ ତୁମ୍ଭର ହେବ। ପୁଣି ତାହା ବନ ହେଲେ ହେଁ ତୁମେ ତାହା କାଟି ପକାଇବ ଓ ତହିଁର ସୀମା ତୁମ୍ଭର ହେବ। କାରଣ କିଣାଣିଆମାନଙ୍କର ଲୌହ ରଥ ଥିଲେ ହେଁ ଓ ସେମାନେ ପରାକ୍ରାନ୍ତ ହେଲେ ହେଁ ତୁମେ ସେମାନଙ୍କୁ ତଡ଼ିଦେବ। ଯୀହୋଶୁଆ 18 ପର୍ବ। ଅନନ୍ତର ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ଶିଲୋରରେ ଆପଣମାନଙ୍କୁ ଏକତ୍ର କରି ସେଠାରେ ସମାଗମ ତମ୍ବୁ ସ୍ଥାପନ କଲେ। ଦେଶ ସେମାନଙ୍କ ସମ୍ମୁଖରେ ପରାଜିତ ଥିଲା। ସେ ସମୟରେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଅଧିକାର ଅପ୍ରାପ୍ତ 7 ବଂଶ ଅବଶିଷ୍ଟ ଥିଲେ। ତହିଁରେ ଯୀହୋଶୁଆ ଇସ୍ରାଏଲ ସନ୍ତାନଗଣକୁ କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କର ପୂର୍ବପୁରୁଷଗଣର ପରମେଶ୍ୱର ତୁମ୍ଭମାନଙ୍କୁ ଯେଉଁ ଦେଶ ଦେଇଅଛନ୍ତି, ସେଠାକୁ ଯାଇ ତାହା ଅଧିକାର କରିବାକୁ ତୁମେମାନେ କେତେ କାଳ ଆଳସ୍ୟ କରିବ? ତୁମେମାନେ ପ୍ରତ୍ୟେକ ବଂଶ ପାଇଁ 3 ଜଣ ଦିଅ। ତହିଁରେ ଆମ୍ଭେ ସେମାନଙ୍କୁ ପଠାଇବା। ସେମାନେ ଉଠି ଦେଶ ଦେଇ ଭ୍ରମଣ କରି ଲୋକମାନଙ୍କର ଅଧିକାର ଅନୁସାରେ ତାହା ଲେଖି ଆମ୍ଭ ନିକଟକୁ ଫେରି ଆସିବେ। ପୁଣି ସେମାନେ ତାହା 7 ଭାଗରେ ବିଭାଗ କରିବେ। ଦକ୍ଷିଣ ଦିଗରେ ଆପଣା ସୀମାରେ ଜିହୁଦା ରହିବ ଓ ଉତ୍ତର ଦିଗରେ ଆପଣା ସୀମାରେ ଯୋସେଫ ବଂଶ ରହିବେ। ଏ ରୂପେ ତୁମେମାନେ ଦେଶକୁ 7 ଭାଗ କରି ତାହା ଲେଖି ଆମ୍ଭ ନିକଟକୁ ଆଣିବ। ତହିଁରେ ଆମ୍ଭେ ଏ ସ୍ଥାନରେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିବା। କାରଣ ତୁମ୍ଭମାନଙ୍କ ମଧ୍ୟରେ ଲେବୀୟମାନଙ୍କର କୌଣସି ଅଂଶ ନାହିଁ, ଯେହେତୁ ସଦାପ୍ରଭୁଙ୍କର ଯାଜକତ୍ୱ ପଦ ସେମାନଙ୍କର ଅଧିକାର। ଆଉ ଗାଦ ଓ ରୁବେନ ଓ ମନଶୀର ଅର୍ଦ୍ଧବଂଶ ଜର୍ଦ୍ଦନ ପୂର୍ବ ପାରିରେ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଦ୍ୱାରା ଦତ୍ତ ଆପଣା ଆପଣା ଅଧିକାର ପାଇଛନ୍ତି। ଏଥିରେ ସେହି ଲୋକମାନେ ଉଠି ଯାତ୍ରା କଲେ। ପୁଣି ଯୀହୋଶୁଆ ସେହି ଦେଶ ବିଷୟ ଲେଖିବା ପାଇଁ ଯିବା ଲୋକମାନଙ୍କୁ ଆଜ୍ଞା ଦେଇ କହିଲେ, ତୁମେମାନେ ଯାଇ ଦେଶ ଦେଇ ଭ୍ରମଣ କରି ତହିଁ ବିଷୟରେ ଲେଖ ଓ ଆମ୍ଭ ନିକଟକୁ ପୁନର୍ବାର ଆସ। ତହିଁରେ ଆମ୍ଭେ ଏହି ଶିଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କ ନିମନ୍ତେ ଗୁଲିବାଣ୍ଟ କରିବା। ଏଥିରେ ସେହି ଲୋକମାନେ ଯାଇ ଦେଶ ଦେଇ ଭ୍ରମଣ କଲେ ଓ ନଗର ଅନୁସାରେ 7 ଭାଗ କରି ପୁସ୍ତକରେ ଲେଖିଲେ। ତ ଶିଲୋସ୍ଥିତ ଛାଉଣିକି ଯୀହୋଶୁଆଙ୍କ ନିକଟକୁ ଫେରିଆସିଲେ। ଏଥିରେ ଯୀହୋଶୁଆ ଶିଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ନିମନ୍ତେ ଗୁଲିବାଣ୍ଟ କଲେ। ପୁଣି ଯୀହୋଶୁଆ ସେହି ସ୍ଥାନରେ ଇସ୍ରାଏଲ ସନ୍ତାନଗଣର ବିଭାଗ ଅନୁସାରେ ଦେଶ ବାଣ୍ଟ କରି ସେମାନଙ୍କୁ ଦେଲେ। ତ ବିନ୍ୟାମିନ ସନ୍ତାନମାନଙ୍କର ବଂଶର ବାଣ୍ଟ ସେମାନଙ୍କ ବଂଶାନୁସାରେ ଉଠିଲା। ସେମାନଙ୍କ ବାଣ୍ଟର ସୀମା ଜିହୁଦା ସନ୍ତାନଗଣର ଓ ଯୋସେଫ ସନ୍ତାନଗଣ ମଧ୍ୟରେ ହେଲା। ସେମାନଙ୍କର ଉତ୍ତର ସୀମା ଜର୍ଦ୍ଦନ ଠାରୁ ହେଲା, ଆଉ ସେ ସୀମା ଜିରିହ ଉତ୍ତର ପାର୍ଶ୍ୱ ଦେଇ ଗଲା, ତ ପଶ୍ଚିମ ଦିଗସ୍ଥିତ ପର୍ବତମୟ ଦେଶ ଦେଇ ଗଲା। ପୁଣି ବୈଥାବନ ପ୍ରାନ୍ତର ନିକଟରେ ତହିଁର ସୀମା ହେଲା। ସେଠାରୁ ସେ ସୀମା ଲୁଜ୍କୁ ବା ଦକ୍ଷିଣ ଆଡ଼େ ଲୁଜ୍ର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା। ଏହାକୁ ବୈଥଲ କହନ୍ତି। ପୁଣି ନିଚସ୍ଥ ବୈଥାରଣ ଦକ୍ଷିଣସ୍ଥିତ ପର୍ବତ ଦେଇ ଅଟାରତ ଅର୍ଦ୍ଦର ଆଡ଼କୁ ଗଡ଼ିଗଲା। ସେଠାରୁ ସେ ସୀମା ଫେରି ପଶ୍ଚିମାଭିମୁଖ ହୋଇ ବୈଥାରଣ ଦକ୍ଷିଣସ୍ଥିତ ପର୍ବତ ଆଡ଼ୁ ଦକ୍ଷିଣ ଆଡ଼େ ଯାଇ ଜିହୁଦା ସନ୍ତାନଗଣର କିରିୟତ ବାଲ ବା କିରିୟତ ଜିରାମିମ ନାମକ ନଗର ପର୍ଯ୍ୟନ୍ତ ଗଲା। ଏ ପଶ୍ଚିମ ସୀମା। ପୁଣି ଦକ୍ଷିଣ ସୀମା କିରିୟତ ଜିଆରିମର ପ୍ରାନ୍ତରରୁ ଗଲା ଓ ସେ ସୀମା ପଶ୍ଚିମ ଦିଗରେ ବାହାରି ନିପ୍ତହର ନିର୍ଝର ପର୍ଯ୍ୟନ୍ତ ଗଲା। ଆଉ ସେହି ସୀମା ରଫାୟମ ତଳଭୂମିର ଉତ୍ତର ଦିଗସ୍ଥିତ ହିନ୍ନମ ପୁତ୍ରର ଉପତ୍ୟକା ସମ୍ମୁଖସ୍ଥ ପର୍ବତର ପ୍ରାନ୍ତ ପର୍ଯ୍ୟନ୍ତ ଗଡ଼ିଗଲା। ହିନ୍ନମ ଉପତ୍ୟକା ଦେଇ ଜିବୁସର ଦକ୍ଷିଣ ପାର୍ଶ୍ୱକୁ ଗଡ଼ି ଆସି ଏନୋନରେଲକୁ ଗଲା। ପୁଣି ଉତ୍ତର ଦିଗରେ ଫେରି ଐନେସେମସ ନିକଟରେ ଗଲା। ଅଦୁମିମ ଘାଟି ସମ୍ମୁଖସ୍ଥ ଗଲିଲତ ଆଡ଼କୁ ଯାଇ ରୁବେନ ବଂଶୀୟ ବୋହନର ପ୍ରସ୍ତର ପର୍ଯ୍ୟନ୍ତ ଗଡ଼ିଗଲା। ପୁଣି ଉତ୍ତର ଦିଗରେ
ପଦାଭୂମିର ସମ୍ମୁଖସ୍ଥ ପାର୍ଶ୍ୱ ଦେଇ ପଦାଭୂମି କି ଗଡ଼ିଗଲା ଓ ସେହି ସୀମା ବୈତ୍ ଅଗ୍ଲାର ଉତ୍ତର ପାର୍ଶ୍ୱ ପର୍ଯ୍ୟନ୍ତ ଗଲା। ଜର୍ଦ୍ଦାନର ଦକ୍ଷିଣ ପ୍ରାନ୍ତସ୍ଥ ଲବଣ ସମୁଦ୍ରର ଉତ୍ତର ଉପସାଗର ସେହି ସୀମାନ୍ତର ପ୍ରାନ୍ତ ଥିଲା। ଏହି ଦକ୍ଷିଣ ସୀମା ପୂର୍ବ ଦିଗରେ ଜର୍ଦ୍ଦାନ ତହିଁର ସୀମା ଥିଲା। ଆପଣା ବଂଶାନୁସାରେ ବିନ୍ୟାମିନ୍ ସନ୍ତାନଗଣର ଚତୁର୍ଦିଗ ସ୍ଥିତ ଏହି ଅଧିକାର ଥିଲା। ଆପଣା ବଂଶାନୁସାରେ ବିନ୍ୟାମିନ୍ ସନ୍ତାନଗଣର ବଂଶର ନଗର ଜିରିହ ଓ ବୈତ୍ ଅଗ୍ଲା ଓ ଏମକ୍, କତ୍ସିତ୍ ଓ ବୈତ୍ ଆରବା, ସିମାରିୟମ୍ ଓ ବୈଥେଲ୍ ଓ ଅଦିମ୍ ଓ ପାରା ଓ ଅଫ୍ରା, କଫର୍ମୋନି ଓ ଅଫନି ଓ ଗେବା ଗ୍ରାମ ସମେତ 12 ନଗର, ଗିବିଓନ୍ ଓ ରମା ଓ ବେରୋତ୍ ଓ ମିତ୍ସି ଓ କଫିରା, ମୋତ୍ସା ଓ ରେକମ୍, ଜିତ୍ପ୍ଲେଲ୍ ଓ ତରଲା ଓ ସେଲା ଓ ଏଲଫ୍ ଓ ଜିବୁସ୍, ଏହାକୁ ଜେରୁସାଲେମ୍ କହନ୍ତି। ଗିବିଆ ଓ କିରିଥ୍ ଇୟତ୍ ଗ୍ରାମ ସମେତ ଏହି 14 ନଗର ଆପଣା ବଂଶାନୁସାରେ ବିନ୍ୟାମିନ୍ ସନ୍ତାନଗଣର ଏହି ଅଧିକାର। ଯହୋଶୁଆ 19 ପର୍ବ। ଅନନ୍ତର ସିମିଓନ୍ର ଅର୍ଥାତ୍ ଆପଣା ବଂଶାନୁସାରେ ସିମିଓନ୍ ସନ୍ତାନମାନଙ୍କର ବଂଶ ପାଇଁ ଦ୍ୱିତୀୟ ବାଣ୍ଟ ଉଠିଲା। ସେମାନଙ୍କ ଅଧିକାର ଜିହୁଦା ସନ୍ତାନଗଣର ଅଧିକାର ମଧ୍ୟରେ ଥିଲା। ସେମାନଙ୍କ ଅଧିକାରରେ ଏସବୁ ନଗର ଥିଲା, ଯଥା ବେର୍ସେବା ଓ ସେବା ଓ ମୋଲାଦା, ହତ୍ସେଶାଲ୍ ଓ ବାଲା ଓ ଏତ୍ସମ୍, ଇଲ୍ତୋଲୋଦ୍ ଓ ବଥୁଲ୍ ଓ ହମା ଓ ସିକ୍ଲଗ୍ ଓ ବେତ୍ ମର୍କାବୋତ୍ ଓ ହତ୍ସର୍, ସୁସିମ୍ ଓ ବୈଥେଲାବତ୍ ଓ ସାହାରୁନ୍ ଗ୍ରାମ ସମେତ ଏହି 13 ନଗର। ଏନ୍ ଓ ରିମୋନ୍, ଏଥର ଆସାନ୍ ଗ୍ରାମ ସମେତ 4 ନଗର ଓ ବାଲତ୍ ବେର୍ ଓ ଦକ୍ଷିଣ ଦିଗସ୍ଥିତ ରାମତ୍ ପର୍ଯ୍ୟନ୍ତ ଏସବୁ ନଗରର ଚତୁର୍ଦିଗସ୍ଥିତ ଗ୍ରାମ ସମସ୍ତ। ଆପଣା ବଂଶାନୁସାରେ ସିମିଓନ୍ ସନ୍ତାନମାନଙ୍କର ବଂଶ ଏହି ଅଧିକାର ଥିଲା। ସିମିଓନ୍ ସନ୍ତାନଗଣର ଏହି ଅଧିକାର ଜିହୁଦା ସନ୍ତାନଗଣର ଅଧିକାରର ଏକ ଅଂଶ ଥିଲା, କାରଣ ଜିହୁଦା ସନ୍ତାନଗଣର ଅଂଶ ସେମାନଙ୍କ ପାଇଁ ଅତି ଅଧିକ ଥିଲା। ଯେହେତୁ ସିମିଓନ୍ ସନ୍ତାନଗଣ ସେମାନଙ୍କ ଅଧିକାର ମଧ୍ୟରେ ଅଧିକାର ପାଇଲେ। ଅନନ୍ତର ସବ୍ଲୁନ୍ ସନ୍ତାନଗଣ ପାଇଁ ସେମାନଙ୍କ ବଂଶାନୁସାରେ ତୃତୀୟ ବାଣ୍ଟ ଉଠିଲା। ସାରିଦ ପର୍ଯ୍ୟନ୍ତ ସେମାନଙ୍କ ଅଧିକାର ସୀମା ଥିଲା। ପୁଣି ସେମାନଙ୍କ ସୀମା ପଶ୍ଚିମରେ ମରିଏଲା ଦିଗରେ ଉଠି ଦବେଶତ୍ ପର୍ଯ୍ୟନ୍ତ ଯାଇ ଯଗ୍ନିୟାମର ସମ୍ମୁଖସ୍ଥ ନଦୀ ପର୍ଯ୍ୟନ୍ତ ଗଲା। ପୁଣି ସାରିଦରୁ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଫେରି କ୍ଲିସୋତ୍ ଓ ତାବୋର୍ ସୀମା ପର୍ଯ୍ୟନ୍ତ ଗଲା। ତେଣୁ ଦାବର୍ତ୍ତରେ ବାହାରି ଜାଫିଓକୁ ଗଲା। ପୁଣି ସେଠାରୁ ପୂର୍ବ ଦିଗ ହୋଇ ଗାତ୍ ହେଫର୍ ଦେଇ ଏତ୍କାସିନ୍ ପର୍ଯ୍ୟନ୍ତ ଯାଇ ନେୟ ଆଡ଼େ ବିସ୍ତୃତ ରିମ୍ରୋନ୍କୁ ଗଲା। ପୁଣି ସେହି ସୀମା ଉତ୍ତର ଦିଗରେ ତାହା ବେଷ୍ଟନ କରି ହନ୍ନାଥୋନ୍କୁ ଗଲା। ପୁଣି ତହିଁର ସୀମା ଜିପ୍ତହେଲ୍ ଉପତ୍ୟକା ପର୍ଯ୍ୟନ୍ତ ଗଲା। ପୁଣି କଟକ୍ ଓ ନହଲୋନ୍ ଓ ସିମ୍ରୋନ୍ ଓ ଜିଦାଲା ଓ ବେଥଲେହେମ୍ ଗ୍ରାମ ସମେତ ଏହି 12 ନଗର। ଗ୍ରାମ ସମେତ ଏସବୁ ନଗର ସବ୍ଲୁନ୍ ସନ୍ତାନମାନଙ୍କର ବଂଶାନୁସାରେ ସେମାନଙ୍କର ଅଧିକାର ଥିଲା। ଅନନ୍ତର ଇସାଖର ଅର୍ଥାତ୍ ଆପଣା ବଂଶ ଅନୁସାରେ ଇସାଖର ସନ୍ତାନମାନଙ୍କର ବଂଶ ପାଇଁ ଚତୁର୍ଥ ବାଣ୍ଟ ଉଠିଲା। ସେମାନଙ୍କର ସୀମା ଜିସ୍ରିଏଲ୍, କୋସୁର୍ଲୋତ୍ ଓ ସୁନେମ୍, ହଫାରିମ୍ ଓ ସିଓନ୍, ଅନହରତ୍ ଓ ରାଦିଦ୍ ଓ କିସିଓନ୍ ଓ ଏବସ୍ ଓ ରେମତ୍ ଏନ୍ ଗନ୍ନିମ୍, ଇୟନ୍ ହର୍ଦା, ବେତ୍ ପତ୍ସେର୍ ପର୍ଯ୍ୟନ୍ତ ଗଲା। ପୁଣି ସେ ସୀମା ତାବୋର୍, ସହତ୍ସିମ୍ ଓ ବେତ୍ସେମମ୍ ପର୍ଯ୍ୟନ୍ତ ଗଲା ଓ ଯର୍ଦ୍ଦନ ସେମାନଙ୍କ ସୀମାର ପ୍ରାନ୍ତ ଥିଲା। ଗ୍ରାମ ସମେତ ଏହି 16 ନଗର। ଗ୍ରାମ ସମେତ ସବୁ ନଗର ଇସାଖର ବଂଶୀୟ ସନ୍ତାନଗଣର ସେମାନଙ୍କ ବଂଶାନୁସାରେ ଅଧିକାର ହେଲା। ଏଉତରେ ଆସେର୍ ସନ୍ତାନମାନଙ୍କର ବଂଶର ଆପଣା ବଂଶାନୁସାରେ ପଞ୍ଚମ ବାଣ୍ଟ ଉଠିଲା। ଆଉ ସେମାନଙ୍କ ସୀମା ହିଲ୍କତ୍ ଓ ହଲି ଓ ବେଟନ୍, ଅକ୍ସପ୍, ଅଲ୍ମେଲକ୍, ଅମିୟାଦ୍, ମିଶାଲ୍, ଆଉ ତାର ପଶ୍ଚିମ ଦିଗରେ କର୍ମିଲ୍ ଓ ସିହୋର୍, ଲିବ୍ନତ୍ ପର୍ଯ୍ୟନ୍ତ ଗଲା। ପୁଣି ସୂର୍ଯ୍ୟୋଦୟ ଦିଗରେ ବୈତ୍ ଦାଗୁନ୍ ଆଡ଼େ ବୁଲି ବେତ୍ ଏମକ୍ ଓ ନିଏଲର୍, ଉତ୍ତର ଦିଗରେ ସବ୍ଲୁନ୍ ସ୍ଥିତ ଜପ୍ତହେଲ୍ ଉପତ୍ୟକା ପର୍ଯ୍ୟନ୍ତ ଗଲା।
तहु तार बाम दिगरे काबुल ओ हिब्रोन राहब ओ हमोन ओ कान्ना ओ महासिदोन पर्यंत गला। तहु से सीमा बुली रामा ओ सोर नामक प्राचीर बेष्टित नगर को गला। एउतार से सीमा बुली होसाक को गला। पुणी अक्सिब अंचलस्थ समुद्र तहिर प्रांत थिला ओ उम्मा ओ अफेक ओ राहब एपरी ग्राम समेत 22 नगर थिला। आपणा आपणा वंशानुसारे आसेर संतान मानकर वंशर अधिकार ग्राम समेत एसबुर नगर हेला। अनंतर नप्तालीर अर्थात आपणा आपणा वंशानुसारे नप्ताली संतान मानकर वंश पाई षष्ठ बांट उठिला। सेमानकर सीमा हेल्फट ठारू सान्नमिन निकटस्थ आलोन ठारू आदिम नेकब और जबनियल देई लक्कुम पर्यंत गला। जर्दन निकटरे तहिर प्रांत थिला। पुणी से सीमा पश्चिम दिगरे फेरी अस्नत ताबर को गला और सेठारू हुक्कक पर्यंत गला और दक्षिण दिगरे सबलुन पर्यंत और पश्चिम दिगरे आसेर पर्यंत और सूर्योदय आड़े जर्दन निकटस्थ जिहुदा पर्यंत गला। पुणी सबीम और सेर और हम्मत और रक्कत और कन्नेरत और आदमा और रामा और हात्सोर और केदस और इद्री एन हात्सोर जीरोन और मिगदलेल होरेम बैथनाथ बेत समस एसो प्राचीर बेष्टित नगर थिला। ग्राम समेत 19 नगर। आपणा आपणा वंशानुसारे नप्ताली संतान मानकर वंशर अधिकार ग्राम समेत एसबु नगर। ए उतारे दान संतान मानकर वंशर आपणा आपणा वंशानुसारे सप्तम बांट उठिला। सेमानक अधिकार सीमा सरिया इस्टायोल और इरसेमस और सालबिम अयालोन और जितलिला एलन तिमत्था और इक्रोन इलतिक गिविथोन बालक जिहुद और बनेरेकवर और गात रिमोन मेयकोन रक्कन और जाफरा अंचल सम्मुखस्थ अंचल। मात्र दान संतानगणर सीमा सेई सबु स्थान पार होईगला। कारण दान संतानगणर लेसम नगर प्रतिकूल रे जाई युद्ध कले। ता हस्तगत करी खड़गधार आघात करी तार अधिकार कले और तही मध्य बास करी आपणा मानक पूर्वपुरुष दानर नामानुसारे लेसमर नाम दान रखिले। आपणा आपणा वंश अनुसारे दान संतान मानकर वंशर अधिकार ग्राम समेत एसबु नगर थिला। एही रूपे आपणा आपणा सीमा अनुसारे अधिकार करिबाकू सेमाने देश विभाग करिबा समाप्त कले। पुणी इस्राएल संतानगण आपणा मानक मध्यरे नूनर पुत्र जिहोशू एक अधिकार देले। से जेउ नगर मागिले सेमाने सदाप्रभुक आज्ञानुसारे इफ्रियम पर्वतमय देशरे तिमत सेरह तांकु देले। तहु से नगर निर्माण करी तहिरे बास कले। इलिसियार जाजक और नूनर पुत्र जिहोशू और इस्राएल संतान मानकर वंश समूहर पितृवंशीय प्रधानगण सिलोरे सदाप्रभुक सम्मुखरे समागम तंबुद्वार निकटरे गुलीबांट द्वारा एही सब अधिकार बांटी देले। ए रूपे सेमाने देश विभाग करिबा समाप्त कले। गुड मॉर्निंग एंड प्रेज द लॉर्ड। आज बाइबल पठन दिन संख्या 44 मंगलवार। आज आंभे माने जिहोशूय 16 पर्व ठारू 19 पर्व पर्यंत पाठ करियछु। आसंतु तार सारांश को चिंता करिबा। 14 और 15 पर्व ठारू इफ्राइम मनसीर अर्धेक वंश बेन्यामीन सिमियोन जबुलन इसाखर आशेर नप्ताली एही वंश गुड़िक मध्यरे देश बंटन जारी रहिला। आदि पुस्तक 12 पर्वरे आरंभ होइथिबा ईश्वरक राज्य बा ईश्वरक देश एठारे संपूर्ण हैला। यह हेउची सही मुहूर्त जेतेबेले लोक माने ईश्वरक द्वारा दत्त व्यवस्था और देश को अधिकार करुथले। सेमाने ईश्वरक निर्देश अनुसारे गुलीबांट द्वारा अंश निर्णय करी देश विभाजन कले। देशर मालिक तथा प्रकृत मालिक हेउछंती स्वयं ईश्वर। गुलीबांट द्वारा सेमाने ज्ञात हेबा आवश्यक जे सेमाने निज चेष्टारे बा निज बलरे देश अधिकार करि परिबे नाही।
ବର୍ତ୍ତମାନ ଭୂମିକୁ ଆଧାର କରି ଅର୍ଥନୈତିକ ନିୟମ ମଧ୍ୟ ସ୍ଥାପନ କରାଗଲା। ଜୁବୁଲି ବର୍ଷରେ ଭୂମିଟି ମୂଳ ପରିବାର ବା ମୂଳ ମାଲିକାନା ଅର୍ଥାତ୍ ଯାହାକୁ ସେହି ଭୂମି ବଣ୍ଟନ ସମୟରେ ପ୍ରାପ୍ତ ହୋଇଥିଲା ତାହାଙ୍କ ନିକଟକୁ ଫେରିଯିବ। ଏକ ନ୍ୟାୟସଙ୍ଗତ ଅର୍ଥନୈତିକ ବ୍ୟବସ୍ଥା ସଞ୍ଚାଳନ କରିବା ହେଉଛି ଈଶ୍ୱରଙ୍କ ଇଚ୍ଛା। ଏହା ଥିଲା ଆଜିର ପଠିତ ଶାସ୍ତ୍ରାଂଶର ସାରାଂଶ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।